ଆଜିର ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ ଆମେ ଡିସେମ୍ବର 28, 2023 ତାରିଖରେ ଏକ ବିଶାଳ ରେଲି ହେଇଥିଲା ଝାରସୁଗୁଡ଼ା ସହରରେ ଭାରତୀୟ ଜନତା ପାର୍ଟି ତରଫରୁ। ଆଉ ଏହି ରେଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଦୂଷଣ ଏବଂ ଆପଣଙ୍କର ସ୍ଥାନୀୟ ନିଯୁକ୍ତି। ପ୍ରଦୂଷଣ ଓ ସ୍ଥାନୀୟ ନିଯୁକ୍ତି ହେଉଛି ଝାରସୁଗୁଡ଼ାର ସବୁଥିରୁ ବଡ଼ ଦୁଃଖର ବିଷୟ। ଏଠି ଆପଣ ଯଦି ସକାଳୁ ଶୋଇକି ଉଠିବେ ଆପଣଙ୍କର ଛାତ ଧୂଆଁରେ ପରିପୂର୍ଣ୍ଣ ହେଇଥିବ, ପାଉଁଶରେ ପରିପୂର୍ଣ୍ଣ ହେଇଥିବ। ଆପଣଙ୍କର ବର୍ତ୍ତମାନ ଏଠି ଓଡ଼ିଶାର ସବୁଠୁ ଯଦି ବେକାରୀ ବେଶୀ କେଉଁଠି କହିଲେ ଦୀପତଳ ଅନ୍ଧାର ପରିକା ଏଠିକାର ଯୁବକ ବେକାରୀ। ଏଠିକାର ସ୍ଥାନୀୟ ଯୁବକ ଚାକିରି ନାହିଁ, ବ୍ୟବସାୟ କରିବା ପାଇଁ କିଛି ନାହିଁ। ଏତେ ଇଣ୍ଡଷ୍ଟ୍ରି ହେଲା, ହଜାରେ ପ୍ରକାର କାମ ବାହାରୁଛି, ବାହାର ଲୋକ ଆସିକି ଏଠି ଚାକିରି ବା କାମ କରୁଛନ୍ତି, ସେଥିରେ ଆମର ଅବଜେକ୍ସନ୍ ବି ନାହିଁ। କିନ୍ତୁ ପ୍ରଥମେ ସ୍ଥାନୀୟ ଲୋକଙ୍କୁ ପ୍ରାଧାନ୍ୟ ଦେଇ ଏଠିକାର ଯୁବକ ଯୁବତୀଙ୍କୁ ଚାକିରି ଏବଂ ତାଙ୍କର ପେଟ ପୋଷିବା ପାଇଁ ଯାହା କିଛି ବି ଦରକାର, ଏତେ ଏଇ କମ୍ପାନୀମାନେ ଯେଉଁ ଆସିଛନ୍ତି ବେଦାନ୍ତ ହେଲା, ଇଏ ହେଲା, ଜିନ୍ଦଲ ହେଲା, ଯାହା କିଛି ହେଲା, ଏମାନଙ୍କର ପ୍ରଥମ ଲକ୍ଷ୍ୟ ଏଇଟା ହେବା କଥା। ଏବଂ ଯଦି ରାଉରକେଲାରେ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ରାଉରକେଲା ଏତେ ସୁନ୍ଦର ସହର ହେଇପାରିଲା ଆଜିକୁ 50, 60, 70 ବର୍ଷ ତଳେ, ଆଜି ଝାରସୁଗୁଡ଼ାରେ ଏତେ ଏତେ ଇଣ୍ଡଷ୍ଟ୍ରି ହେଲା ପରେ ମାଷ୍ଟର ପ୍ଲାନ୍ କାହିଁକି ନାହିଁ? ପ୍ରଦୂଷଣରେ ଆମେ କାହିଁକି ରହିବୁ? ଆମର ଏଠି ଗଛ ଲଗା କାହିଁକି ହେଉନାହିଁ? ବୃକ୍ଷରୋପଣ ହେଲେ ଏଠି ଆପଣଙ୍କର ପଲ୍ୟୁସନଟା କିଛି କଣ୍ଟ୍ରୋଲ ହୁଅନ୍ତା। କୌଣସି ପ୍ରକାର ଆପଣଙ୍କର ଷ୍ଟୋରେଜ ସିଷ୍ଟମ ନାହିଁ। ତ ପ୍ରଦୂଷଣ କାରଣ ଖାଲି କମ୍ପାନୀ ବି ନୁହଁ, ପ୍ରଦୂଷଣ କାରଣ ଆପଣ ଯେଉଁଆଡ଼େ ଯିବେ ପ୍ଲାଷ୍ଟିକ ପଡ଼ି ରହିଛି, ଯେଉଁଆଡ଼େ ଯିବେ ଗନ୍ଦଗୀ ସବୁଆଡ଼େ ଅଛି। ଆପଣମାନେ ଆଜି ଏଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ପ୍ରଦୂଷଣ ମୁକ୍ତ ସହର ଗଢ଼ି ତୋଳିବାରେ ଝାରସୁଗୁଡ଼ାବାସୀଙ୍କ ସହିତ ଆପଣଙ୍କର ଚତୁର୍ଥ ସ୍ତମ୍ଭ ମିଡ଼ିଆର ଚତୁର୍ଥ ସ୍ତମ୍ଭକୁ ବି ଆମର ଅନୁରୋଧ ଯେ ଝାରସୁଗୁଡ଼ାକୁ ଏକ ସୁନ୍ଦର ସରଳ ଆଉ ସବୁଜ ସୁନ୍ଦର ସହର ଗଢ଼ିବା ଆମର ପ୍ରୟାସରେ ଝାରସୁଗୁଡ଼ାବାସୀ ଆମକୁ ସାହାଯ୍ୟ ସହଯୋଗ କରନ୍ତୁ। ଆମେ ପ୍ରତିଶ୍ରୁତି ଦେଉଛୁ ଭାରତୀୟ ଜନତା ପାର୍ଟି ଝାରସୁଗୁଡ଼ା ତରଫରୁ ଯେ ଆଗାମୀ ଦିନରେ ଏହି ଲଢ଼େଇ ଯଦି ଏହି ପ୍ରଦୂଷଣ ଏବଂ ସ୍ଥାନୀୟ ନିଯୁକ୍ତି ଉପରେ ଯେଉଁ ଆମେ ଦାବିପତ୍ର ଦେଇଥିଲୁ, ଯଦି କିଛି ପଦକ୍ଷେପ ନ ନେବେ ଆମେ ଅତି ଶୀଘ୍ର କିଛି ଦିନ ମଧ୍ୟରେ କଲେକ୍ଟର ଅଫିସ ଘେରାଉ କରିକି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏଥର ଆମେ ଆଉ ଛାଡ଼ିବୁ ନାହିଁ।